ଗୋଟିଏ ଭଲ ଲୋକଙ୍କ ମନ ଗୋଟିଏ ସ୍ଥିର ପୋଖରୀ ପରି ହୋଇଥାଏ, ଯେଉଁଥିରେ କ୍ରୋଧ, ଘୃଣା, ଅହଙ୍କାର ଏହିପରି ଯେକୌଣସି ପଥର ପଡ଼ିଲେ ମଧ୍ୟ ତାହା ନିଜେ ସ୍ଥିର ହୋଇଯାଇଥାଏ। ଆପଣ ସେମାନଙ୍କ ସହିତ ଯେତେ ଖରାପ ବ୍ୟବହାର କଲେ ମଧ୍ୟ ସେମାନେ ତାଙ୍କ ଭଲ ଗୁଣ ଛାଡ଼ନ୍ତି ନାହିଁ। ତା ଓଲଟା ଖରାପ ଲୋକଙ୍କ ମନରେ ତାଙ୍କ ଭଲ ଗୁଣର ଛାପ ନିଶ୍ଚିତ ଛାଡ଼ି ଦିଅନ୍ତି। ଯେପରି ଚନ୍ଦନ ଗଛରେ ଯେତେ ସାପ ଥିଲେ ମଧ୍ୟ ଚନ୍ଦନ ଗଛ ତା ଶୀତଳତା କେବେ ଛାଡ଼ି ନଥାଏ, ତା ଓଲଟା ସାପମାନେ ସୁଗନ୍ଧିତ ଓ ଶୀତଳ ହୋଇ ଯାଆନ୍ତି। ଗୋଟିଏ ଗାଁରେ ଜଣେ ବ୍ୟବସାୟୀଟିଏ ରହୁଥିଲେ, ଯିଏକି ସ୍ୱଭାବରେ ବହୁତ ଶାନ୍ତ ଓ ନମ୍ର ଥିଲେ। କ୍ରୋଧ ତ ତାଙ୍କୁ ଆସୁନଥିଲା। ଗୋଟିଏ ଥର କେତୋଟି ବଦମାସ ବାଲକ ତାଙ୍କ ପାଖକୁ ଆସିଲେ। ଏହା ଭାବିକି ଆଜି ସେହି ବ୍ୟବସାୟୀକୁ ନିଶ୍ଚିତ କ୍ରୋଧିତ କରିବେ। ସେମାନଙ୍କ ମଧ୍ୟରୁ ଜଣେ ବାଲକ ବହୁତ ଧନୀ ଲୋକର ପୁଅ ଥିଲା। ସେ ଗୋଟିଏ ଶାଢ଼ୀକୁ ଦେଖାଇ ତାର ଦାମ ପଚାରିଲା। ବ୍ୟବସାୟୀଟି କହିଲେ 400 ଟଙ୍କା। ସେ ବାଲକଟି ସେହି ଶାଢ଼ୀକୁ 2 ଖଣ୍ଡ କରିଦେଲେ ଓ ଗୋଟିଏ ଖଣ୍ଡ ହାତରେ ଧରି କହିଲା, ମୋତେ ସବୁ ଶାଢ଼ୀ ଦରକାର ନାହିଁ। ଏବେ ଏହାର ଦାମ କେତେ? ବ୍ୟବସାୟୀଟି ବହୁତ ଶାନ୍ତ ଭାବରେ କହିଲେ, 200 ଟଙ୍କା। ସେ ବାଲକଟି ତାହାକୁ ମଧ୍ୟ 2 ଖଣ୍ଡ କରିଦେଲେ ଓ ବ୍ୟବସାୟୀଟିକୁ ପଚାରିଲେ, ଏବେ ଏହାର ଦାମ କେତେ? ବ୍ୟବସାୟୀଟି ଏବେ ମଧ୍ୟ ଶାନ୍ତ ଥିଲେ ଓ କହିଲେ 100 ଟଙ୍କା। ସେହି ବାଲକଟି ଏହିପରି ଭାବରେ ଶାଢ଼ୀକୁ ଖଣ୍ଡ ଖଣ୍ଡ କରୁଥିଲେ ଓ ଶେଷରେ କହିଲେ, ଏବେ ମୋତେ ଏହି ଶାଢ଼ୀର ଦରକାର ନାହିଁ। ଏହି ଖଣ୍ଡ ଖଣ୍ଡ ଶାଢ଼ୀ ଏବେ ମୋର କେଉଁ କାମର? ତଥାପି ମଧ୍ୟ ବ୍ୟବସାୟୀଟି ବହୁତ ଶାନ୍ତର ସହ କହିଲେ, ପୁଅ, ଏହି ଶାଢ଼ୀ ତୁମର କ'ଣ? ଏବେ ଏହା କାହାରି କିଛି କାମର ନୁହେଁ। ଏହା ଶୁଣି ସେ ବାଲକଟିକୁ ଲଜ୍ଜା ଲାଗିଲା ଓ ସେ କହିଲା, ମୁଁ ତୁମର ଶାଢ଼ୀକୁ ନଷ୍ଟ କରିଦେଇଛି, ସେଥିପାଇଁ ମୁଁ ତୁମକୁ ଏହି ଶାଢ଼ୀର ଦାମ ଦେଉଛି। ଏହା ଶୁଣି ବ୍ୟବସାୟୀଟି କହିଲେ, ତୁମେ ଯେତେବେଳେ ଶାଢ଼ୀ ନେଇନାହଁ, ମୁଁ କିପରି ତୁମଠାରୁ ଟଙ୍କା ନେବି? ବ୍ୟବସାୟୀଟିର କଥା ଶୁଣି ସେ ବାଲକଟିର ଅଭିମାନକୁ ଧକ୍କା ଲାଗିଲା ଓ ସେ କହିଲା, ମୁଁ ଗୋଟିଏ ଧନୀ ବାପର ପୁଅ ଅଟେ ଓ ଆପଣ ଗୋଟିଏ ଗରିବ ଅଟନ୍ତି। ମୁଁ ଟଙ୍କା ଦେବା ଦ୍ୱାରା ମୋତେ କିଛି ଫରକ ପଡ଼ିବ ନାହିଁ, କିନ୍ତୁ ଆପଣ ଏହି କ୍ଷତି କିପରି ସହିବେ? ମୁଁ ଆପଣଙ୍କର କ୍ଷତି କରିଛି, ସେଥିପାଇଁ କ୍ଷତିକୁ ମୁଁ ଭରିବି। ବ୍ୟବସାୟୀଟି ହସିଲେ ଓ କହିଲେ, ତୁମେ ଏହି କ୍ଷତି କେବେ ପୂରଣ କରିପାରିବ ନାହିଁ। କାହିଁକି ନା ଗୋଟିଏ କୃଷକ କେତେ ପରିଶ୍ରମ କରିଛି, ତାପରେ ଯାଇ କପା ବାହାରିଛି। ସେହି କପାରେ ମୁଁ ବହୁତ ପରିଶ୍ରମ କରି ସୂତା ତିଆରି କଲି। ସେହି ସୂତାକୁ ବହୁତ ପରିଶ୍ରମ କରି ରଙ୍ଗ ଦେଲି ଓ ଦିନ ରାତି ଗୋଟିଏ କରି ଏହି ଶାଢ଼ୀକୁ ବୁଣିଥିଲି। ଏହି ସବୁ ପରିଶ୍ରମ ସେତେବେଳେ ସଫଳ ହୋଇଥାନ୍ତା ଯେତେବେଳେ ଏହାକୁ କିଏ ଜଣେ ପିନ୍ଧିଥାନ୍ତା, କିନ୍ତୁ ଏହାକୁ ତ ତୁମେ ଖଣ୍ଡ ଖଣ୍ଡ କରିଦେଲ। ଟଙ୍କା ଏହି କ୍ଷତିକୁ କେବେ ପୂରଣ କରିପାରିବ ନାହିଁ। ସେ ବ୍ୟବସାୟୀଟି ଏବେ ମଧ୍ୟ କ୍ରୋଧିତ ନଥିଲେ। ଏବେ ମଧ୍ୟ ତାଙ୍କ କଥାରେ ଦୟା ଓ ନମ୍ରତା ଥିଲା। ସେ ବାଲକଟି ଅଧିକ ଲଜ୍ଜିତ ହୋଇଯାଇଥିଲା ଓ ତା ଆଖିରେ ପାଣି ଭରିଗଲା। ସେ ବ୍ୟବସାୟୀଟିର ଗୋଡ଼ତଳେ ପଡ଼ି କ୍ଷମା ମାଗିଲେ। ସେତେବେଳେ ବ୍ୟବସାୟୀଟି କହିଲେ, ପୁଅ, ଯଦି ମୁଁ ତୁମଠାରୁ ଏହି ଶାଢ଼ୀର ଦାମ ନେଇଥାନ୍ତି, ସେଥିରେ ମୋର କ୍ଷତି ତ ପୂରଣ ହୋଇଯାଇଥାନ୍ତା, କିନ୍ତୁ ତୁମର ମଧ୍ୟ ଜୀବନର ପରିସ୍ଥିତି ସେହିପରି ହୋଇଥାନ୍ତା ଯେପରି ଏହି ଶାଢ଼ୀର ହୋଇଛି। ଶାଢ଼ୀଟି ଗୋଟିଏ ନଷ୍ଟ ହୋଇଗଲା, ମୁଁ ଅନ୍ୟ ଶାଢ଼ୀଟି ତିଆରି କରିପାରିବି, କିନ୍ତୁ ଯଦି ତୁମର ଜୀବନ ଗୋଟିଏ ଥର ଅହଙ୍କାରରେ ନଷ୍ଟ ହୋଇଯିବ, ତାହେଲେ ଆଉ ଗୋଟିଏ ଜୀବନ କେଉଁଠୁ ଆଣିବ? ତୁମର ଅନୁତାପ ହିଁ ମୋ ପାଇଁ ସବୁଠୁ ବଡ଼ ଭରଣା ଅଟେ। ଏହି ଗୋଟିଏ ଘଟଣା ସେ ବାଲକର ସାରା ଜୀବନ ପରିବର୍ତ୍ତନ କରିଦେଇଥିଲା ଓ ସେ ମଧ୍ୟ ସେ ବ୍ୟବସାୟୀଟି ପରି ଶାନ୍ତ ଓ ସରଳ ହୋଇଯାଇଥିଲା। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ମାଧ୍ୟମରେ। ଧନ୍ୟବାଦ।